ଯଦି ଅଂଶଟି ଟିକେ ବଡ ଆଉ ବହୁତ ସମୟରେ ଏ ବିଷୟରେ ଚର୍ଚ୍ଚା କରାଯାଇ ନଥାଏ, ତଥାପି ଆ ମଧ୍ୟରୁ ଗୋଟେ ବହୁତ ସୁନ୍ଦର ଅଂଶ ପ୍ରଭୁ ମୋ ସହିତ କଥା କହିଲେ, ସେଥିପାଇଁ ମୁଁ ଧନ୍ୟବାଦର ସହ ସେଇ ଅଂଶକୁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହୁଁଛି। ଆମର ଆଜିର ପଠିତ ଅଂଶ ବା ଯୋଉ ଅଂଶ ଉପରେ ଆମେ ଧ୍ୟାନ କରିବା ତାହା ହଉଛି ପ୍ରଥମ ରାଜାବଳୀ 13 ପର୍ବ 1 ପଦରୁ 24 ପଦ ମଧ୍ୟରେ ଆମମାନଙ୍କର ସେ ଚିନ୍ତା କରିବାର ଅଂଶଟି ରହିଅଛି। ମୁଁ ଆଶା କରେ ମୋର ଭଏସ ସମସ୍ତଙ୍କୁ ଶୁଣା ଯାଉଛି ଠିକ ଭାବରେ। ରାଜାବଳୀ 13 ପର୍ବ 1 ପର୍ବରୁ 24 ପଦ ମଧ୍ୟରେ ଏପରି ଲେଖାଯାଏ, ପୁଣି ଜାରବିୟମ ଧୂପ ଜଳାଇବା ପାଇଁ ଯଜ୍ଞବେଦୀ ନିକଟରେ ଛିଡା ହେବା ବେଳେ ଦେଖ, ସଦାପ୍ରଭୁଙ୍କର ବାକ୍ୟ ଦ୍ୱାରା ଜିହୁଦାରୁ ପରମେଶ୍ୱରଙ୍କର ଏକ ଲୋକ ବୈଥଲରେ ଉପସ୍ଥିତ ହେଲା। ପୁଣି ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯଜ୍ଞବେଦୀ ବିରୁଦ୍ଧରେ ଉଚ୍ଚସ୍ୱର କରି କହିଲା, ହେ ଯଜ୍ଞବେଦୀ, ସଦାପ୍ରଭୁ ଏପରି କହନ୍ତି, ଦେଖ, ଦାଉଦ ବଂଶରେ ଯୋସିୟ ନାମରେ ଏକ ସନ୍ତାନ ଜନ୍ମିବ। ପୁଣି ଉଚ୍ଚ ସ୍ଥଳୀର ଯେଉଁ ଯାଜକମାନେ ତୁମ୍ଭ ଉପରେ ଧୂପ ଜଳାଇଅଛନ୍ତି, ସେମାନଙ୍କୁ ତୁମ୍ଭ ଉପରେ ସେ ବଳିଦାନ କରିବ ଓ ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ। ଆହୁରି ସେ ଲୋକ ସେହିଦିନ ଏକ ଚିହ୍ନ ଦେଇ କହିଲା, ସଦାପ୍ରଭୁଙ୍କର କଥିତ ଚିହ୍ନ ଏହି, ଦେଖ, ଏହି ବେଦୀ ଫାଟିଯିବ ଓ ତହିଁ ଉପରେ ଭସ୍ମ ଅଜାଡ଼ି ହୋଇ ପଡିବ। ତହିଁରେ ପରମେଶ୍ୱରଙ୍କ ଲୋକ ବୈଥଲ ସ୍ଥିତ ଯଜ୍ଞବେଦୀ ବିରୁଦ୍ଧରେ ଉଚ୍ଚ ସ୍ୱର କରି ଯେଉଁ କଥା କହିଲା, ଜାରବିୟାମ ରାଜା ତାହା ଶୁଣି ଯଜ୍ଞବେଦୀ ଠାରୁ ହସ୍ତ ବଢାଇ କହିଲେ, ତାହାକୁ ଧର। ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢାଇଥିଲେ ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ। ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ଚିହ୍ନ ଦେଇଥିଲା, ତଦନୁସାରେ ଯଜ୍ଞବେଦୀ ଫାଟିଗଲା ଓ ଯଜ୍ଞବେଦୀରୁ ଭସ୍ମ ଅଜାଡ଼ି ହୋଇ ପଡିଲା। ସେତେବେଳେ ରାଜା ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଲେ, ଯେପରି ମୋହର ହସ୍ତ ପୂର୍ବ ପରି ହୁଏ, ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ୱରଙ୍କର ଅନୁଗ୍ରହ ନିବେଦନ କର ଓ ମୋ ପାଇଁ ପ୍ରାର୍ଥନା କର। ତହିଁରେ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ଠାରେ ନିବେଦନ କରନ୍ତେ ତାହାଙ୍କ ହସ୍ତ ସୁସ୍ଥ ହୋଇ ପୂର୍ବ ପରି ହୋଇଗଲା। ତହୁଁ ରାଜା ପରମେଶ୍ୱରଙ୍କ ଲୋକକୁ କହିଲେ, ମୋ ସଙ୍ଗେ ଗୃହକୁ ଆସି ଆରାମ କର, ମୁଁ ତୁମ୍ଭକୁ ପୁରସ୍କାର ଦେବି। ଏଥିରେ ପରମେଶ୍ୱରଙ୍କର ଲୋକ ରାଜାଙ୍କୁ କହିଲା, ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧେକ ମତେ ଦେବ, ତେବେ ହେଁ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ, କିଅବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳପାନ କରିବି ନାହିଁ। କାରଣ ସଦାପ୍ରଭୁଙ୍କର ବାକ୍ୟ ଦ୍ୱାରା ମୋତେ ଏହି ଆଜ୍ଞା ଦିଆଯାଇଛି ଯେ, ତୁମ୍ଭେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ ସେହି ପଥରେ ଫେରି ଆସିବ ନାହିଁ। ତହୁଁ ସେ ଅନ୍ୟ ପଥରେ ଗଲା ଓ ଯେଉଁ ପଥରେ ବୈଥଲକୁ ଆସିଥିଲା ସେହି ପଥରେ ଫେରିଲା ନାହିଁ। ସେହି ବୈଥଲରେ ଜଣେ ପ୍ରାଚୀନ ଭବିଷ୍ୟତ ବକ୍ତା ବାସ କରୁଥିଲା, ଆଉ ତାହାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ତାହା ନିକଟକୁ ଆସି ସେହିଦିନ ପରମେଶ୍ୱରଙ୍କ ଲୋକ ବୈଥଲରେ ଯାହା ଯାହା କରିଥିଲା ସେହି ସବୁ ତାହାକୁ ଜଣାଇଲା। ମଧ୍ୟ ରାଜାଙ୍କୁ ସେ ଯେଉଁ ଯେଉଁ କଥା କହିଥିଲା ତାହା ସେମାନେ ଆପଣା ପିତାକୁ ଜଣାଇଲେ। ତହିଁରେ ସେମାନଙ୍କ ପିତା ସେମାନଙ୍କୁ ପଚାରିଲା, ସେ କେଉଁ ପଥରେ ଗଲା? ଜିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ ଯେଉଁ ପଥରେ ଯାଇଥିଲା ତାହା ତାହାର ପୁତ୍ରମାନେ ଦେଖିଥିଲେ। ଏଥିରେ ସେ ଆପଣା ପୁତ୍ରମାନଙ୍କୁ କହିଲା, ମୋ ପାଇଁ ଗଧ ସଜାଅ। ତହୁଁ ସେମାନେ ତାହା ପାଇଁ ଗଧ ସଜାନ୍ତେ ସେ ତହିଁରେ ଚଢିଲା। ଏ ଉତ୍ତାରେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ଏକ ଅଲନ ବୃକ୍ଷ ମୂଳେ ତାକୁ ବସିଥିବାର ଦେଖିଲା। ପୁଣି ସେ ତାହାକୁ ପଚାରିଲା, ତୁମ୍ଭେ କି ଜିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ? ସେ କହିଲା, ହଁ, ମୁଁ। ତେବେ ସେ ତାହାକୁ କହିଲା, ମୋ ସଙ୍ଗେ ଗୃହକୁ ଆସ ଓ ଅନ୍ନ ଭୋଜନ କର। ତହିଁରେ ସେ କହିଲା, ମୁଁ ତୁମ୍ଭ ସଙ୍ଗେ ଫେରି ପାରେ ନାହିଁ କି ତୁମ୍ଭ ଗୃହକୁ ଯାଇ ନପାରେ, କିଅବା ଏହି ସ୍ଥାନରେ ମୁଁ ତୁମ୍ଭ ସଙ୍ଗେ ଅନ୍ନ ଭୋଜନ କରିବି ନାହିଁ କି ଜଳପାନ କରିବି ନାହିଁ। କାରଣ ସଦାପ୍ରଭୁଙ୍କର ବାକ୍ୟ ଦ୍ୱାରା ମୋତେ କୁହାଯାଇଅଛି,
ତୁମ୍ଭେ ସେ ସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ ସେ ପଥରେ ଫେରି ଆସିବ ନାହିଁ। ଏଥିରେ ସେ ତାହାଙ୍କୁ କହିଲା, ମୁଁ ମଧ୍ୟ ତୁମ ପରି ଜଣେ ଭବିଷ୍ୟତ ବକ୍ତା। ସଦାପ୍ରଭୁଙ୍କର ବାକ୍ୟ ଦ୍ୱାରା ଏକ ଦୂତ ମତେ ଏହି କଥା କହିଲେ, ଯେପରି ସେ ଅନ୍ନ ଭୋଜନ ଓ ଜଳପାନ କରିବ, ଏଥିପାଇଁ ତୁମ୍ଭେ ତାହାକୁ ଫେରାଇ ଆପଣା ସଙ୍ଗେ ଗୃହକୁ ଆଣ। ମାତ୍ର ସେ ତାହାକୁ ମିଥ୍ୟା କହିଲା। ଏଣୁ ସେ ତାହା ସଙ୍ଗେ ଫେରି ଯାଇ ତାହା ଗୃହରେ ଅନ୍ନ ଭୋଜନ କଲା ଓ ଜଳପାନ କଲା। ଏ ଉତ୍ତରେ ସେମାନେ ମେଜ ନିକଟରେ ବସିଥିବା ବେଳେ ଏପରି ହେଲା ଯେ, ଯେଉଁ ଭବିଷ୍ୟତ ବକ୍ତା ତାହାଙ୍କୁ ଫେରାଇ ଆଣିଥିଲା, ତାହା ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। ଏଥିରେ ସେ ଜିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକକୁ ଉଚ୍ଚ ସ୍ୱରରେ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ। ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କରିନାହ, ମାତ୍ର ଫେରି ଆସିଅଛ। ପୁଣି ଯେଉଁ ସ୍ଥାନରେ ଅନ୍ନ ଭୋଜନ ନ କର ଓ ଜଳପାନ ନ କର ବୋଲି ସେ ତୁମ୍ଭକୁ କହିଥିଲେ, ସେ ସ୍ଥାନରେ ତୁମ୍ଭେ ଅନ୍ନ ଭୋଜନ କରିଅଛ ଓ ଜଳପାନ କରିଅଛ। ଏହେତୁ ତୁମ୍ଭ ଶବ ତୁମ୍ଭ ପିତୃଲୋକମାନଙ୍କ କବରରେ ପ୍ରତିଷ୍ଠିତ ନୋହିବ। ଏଥିରେ ସେ ଭୋଜନ ଓ ଜଳପାନ କଲା ଉତ୍ତାରେ ତାହା ପାଇଁ, ଅର୍ଥାତ୍ ସେ ଯାହାକୁ ଫେରାଇ ଆଣିଥିଲା ସେଇ ଭବିଷ୍ୟତ ବକ୍ତା ପାଇଁ ଗଧ ସଜାଇଲା। ତହୁଁ ସେ ଯାତ୍ରା କରନ୍ତେ ପଥ ମଧ୍ୟରେ ଏକ ସିଂହ ତାହାକୁ ଭେଟି ବଧ କଲା। ପୁଣି ପଥ ମଧ୍ୟରେ ତାହାର ଶବ ପଡ଼ି ରହିଲା ଓ ଗଧ ତାହା ନିକଟରେ ଠିଆ ହେଲା। ସିଂହ ମଧ୍ୟ ସେଇ ଶବ ନିକଟରେ ଠିଆ ହୋଇ ରହିଲା। ତେବେ ଏଇ ପଠିତ ଅଂଶ ମଧ୍ୟରୁ ପରମେଶ୍ୱର ଆଜି ମୋ ସହିତ କଥା ହୋଇଅଛନ୍ତି। ମୁଁ ବ୍ରିଫଲି ଏଇ ଅଂଶର କିଛିଟା ପୃଷ୍ଠଭୂମି କହିବା ପାଇଁ ଚାହେଁ। ଯଦି ଆପଣମାନେ ସମସ୍ତେ ଜାଣିଛନ୍ତି, ତଥାପି ଆଜିର ଅଂଶଟିକୁ ଟିକେ ପ୍ରାଞ୍ଜଳ ଭାବରେ କହିବା ପାଇଁ ତାର ପୃଷ୍ଠଭୂମିକୁ ମୁଁ ଯିବା ପାଇଁ ଚାହୁଁଛି। ଯଦି ଆମେ ପ୍ରଥମ ରାଜାବଳୀ 11 ପର୍ବ 12 ପଦକୁ ଆମେ ପଢୁ, ଦୟାକରି ମୁଁ ଅନୁରୋଧ କରିବି, ଆଜି ଯେହେତୁ ବିଶ୍ରାମବାର, ଯଦି ସମୟ ମିଳେ ଏଇ ଦୁଇଟି ପର୍ବକୁ ଆପଣମାନେ ପଢିବେ, ତେବେ ପୁନର୍ବାର ଏଇ ଅଂଶଟି ମାଧ୍ୟମରେ ପରମେଶ୍ୱର ଆପଣମାନଙ୍କ ସହିତ ମୋ ସହିତ ଦିନ ସାରା ମଧ୍ୟ କଥା ହେବେ। ତେବେ 12 ପର୍ବରେ ଏ ପ୍ରକାର ଲେଖାଯାଏ ଯେ, ଯେତେବେଳେ ସଲୋମନ ରାଜାଙ୍କର ସେ ତାଙ୍କର ମୃତ୍ୟୁ ଘଟିଛି ଆଉ ତାଙ୍କର ବିଶାଳ ରାଜ୍ୟ, ଯାହା ଦାଉଦ ଗୋଟେ ବିରାଟ ସୀମା ନିରୂପଣ କରିଥିଲେ, ପୁଣି ତା ସହିତ ସଲୋମନଙ୍କ ସମୟରେ ମଧ୍ୟ ପରମେଶ୍ୱରଙ୍କର ସେଇ ପ୍ରଭୁଙ୍କର ଦତ୍ତ ତାଙ୍କ ସହିତ ପ୍ରତିଜ୍ଞା ନିମନ୍ତେ, ପୁଣି ଦାଉଦଙ୍କ ସହିତ ତାହାଙ୍କର ଯୋଉ ସନ୍ତୁଷ୍ଟ ଥିଲେ ପରମେଶ୍ୱର ଦାଉଦଙ୍କ ସହିତ, ସେଇ ସମସ୍ତ ବିଶ୍ୱାସ, ସେଇ ବିଷୟ ନିମନ୍ତେ ସଲୋମନଙ୍କ ସମୟରେ ପରମେଶ୍ୱର ଏକ ବିରାଟ ସୀମା ଜିହୁଦା ଆଉ ଇସ୍ରାଏଲର ସେ ନିରୂପଣ କରିଥିଲେ। ଅନେକ ଗୋଷ୍ଠୀ ମାନେ ସେମାନେ ଯେତେବେଳେ ଦେଖୁଥିଲେ ସଲୋମନଙ୍କ ସହିତ ପରମେଶ୍ୱରଙ୍କର ହସ୍ତ ଥିଲା, ଆପେ ଆପେ ସେମାନେ ନିଜର ରାଜସ୍ୱ ଆଣୁଥିଲେ, ସେମାନେ ଖଜଣା ଆଣୁଥିଲେ, ନିଜେ ନିଜେ ସେମାନେ ତାଙ୍କର ବଶ୍ୟତା ସ୍ୱୀକାର କରୁଥିଲେ, ସେମାନେ ଉପହାର ଭେଟି ସବୁ ଆଣୁଥିଲେ, ପୁଣି ସେମାନେ ରାଜାଙ୍କ ସହିତ ଶାନ୍ତିରେ ବାସ କରିବା ନିମନ୍ତେ ସନ୍ଧି ସବୁ ସ୍ଥାପନ କରିଥିଲେ। ଆଉ ତାଙ୍କ ପରେ, ସଲୋମନଙ୍କ ପରେ ତାଙ୍କର ରାଜ୍ୟ ବିଭକ୍ତ ହେଲା। ନର୍ଦର୍ନ କିଙ୍ଗଡମ ଆଉ ସଦର୍ନ କିଙ୍ଗଡମ କହିକି ଦୁଇ ଭାଗରେ ବିଭକ୍ତ ହେଲା। ନର୍ଦର୍ନ କିଙ୍ଗଡମରେ ବା ଉତ୍ତର ରାଜ୍ୟରେ ସମସ୍ତ ଗୋଷ୍ଠୀ, ଇସ୍ରାଏଲର ସବୁ ଗୋଷ୍ଠୀ ତା ମଧ୍ୟରେ ରହିଥିଲା। ଆଉ ସଦର୍ନ କିଙ୍ଗଡମରେ ବା ଯୋଉ ଦକ୍ଷିଣ ରାଜ୍ୟରେ କେବଳ ଜିହୁଦା, ଯାହାକି ପରମେଶ୍ୱରଙ୍କର ବାକ୍ୟ ଅନୁସାରେ କେବଳ ଜିହୁଦା ହିଁ ସେଇ ଦକ୍ଷିଣ ଭାଗରେ ରହିଲା, ଆଉ ସମଗ୍ର ରାଜ୍ୟ ବାକି 11 ଗୋଷ୍ଠୀ ସେମାନେ ଉତ୍ତର ରାଜ୍ୟରେ ସେମାନେ ବିଭକ୍ତ ହେଇଗଲେ। ଜାରବିଆମ ଆଉ ରିହବିଆମ ଏଇ ଦୁଇ ରାଜାଙ୍କୁ ଆମେ ଦେଖୁ। ରିହବିଆମ ହଉଛନ୍ତି ଜିହୁଦାର ରାଜା, ଯିଏକି ସଲୋମନଙ୍କ ପୁତ୍ର। ପୁଣି ସେ ଲୋକମାନଙ୍କ ସହିତ କଠୋର ବ୍ୟବହାର କଲେ। ଲୋକମାନେ ଯେତେବେଳେ ଆସିକି ତାଙ୍କୁ ଗୋଟେ ଉତ୍ତମ ରାଜା ଭାବରେ ପାଇବେ ବୋଲି ଆଶା କରିକି ତାଙ୍କ ନିକଟରେ କିଛି ନିବେଦନ କଲେ ଯେ, ଆମ ଉପରେ ବେଠି କର୍ମ ସବୁ କୋହଳ କରନ୍ତୁ, ଯୋଉ ଆମମାନଙ୍କ ଉପରେ ସେବକ ପଦ ରହିଅଛି ତାର ଭାର ଆମମାନଙ୍କ ଉପରେ ଉଶ୍ୱାସ କରନ୍ତୁ। ସେଇ ସମୟରେ ରିହବିଆମ ଲୋକଙ୍କର
କଥାରେ ସିଏ ମନୋଯୋଗ ନ କରି ନିଜର ସମସାମୟିକ ଯୁବାମାନଙ୍କ କଥାରେ ସେ ପଡ଼ି ଲୋକମାନଙ୍କର ବେଠି କର୍ମ, ତାଙ୍କର ଭାର, ତାଙ୍କର ଉପରେ ଜୁଆଳି ବିଷୟରେ ଆହୁରି ଶକ୍ତ ହେଲେ। ତେଣୁ ଲୋକମାନେ ତାଙ୍କୁ ଅଳ୍ପ ଲୋକ ତାଙ୍କ ପଛରେ ଚାଲିଲେ, କିନ୍ତୁ ଅଧିକାଂଶ ଲୋକ ଆଉ ଜଣେ ରାଜା ବା ଜାରବିଆମ କହିକି ଜଣେ ବ୍ୟକ୍ତି ଯିଏକି ମିଶରରେ ଥିଲେ ତାଙ୍କୁ ଆହ୍ୱାନ କରାଗଲା, ଆଉ ସେ ବାକି ଗୋଷ୍ଠୀ ମାନଙ୍କୁ ଅସନ୍ତୁଷ୍ଟ ଲୋକମାନଙ୍କୁ ନେଇକି ସେ ଇସ୍ରାଏଲର ରାଜ୍ୟ ସ୍ଥାପନ କଲେ। ଦକ୍ଷିଣରେ ଜିହୁଦାର ରାଜ୍ୟ ଆଉ ଉତ୍ତରରେ 11 ଗୋଷ୍ଠୀକୁ ନେଇକି ଇସ୍ରାଏଲର ରାଜ୍ୟ ସ୍ଥାପିତ ହେଲା। କିନ୍ତୁ ଜାରବିଆମ ଯେତେବେଳେ ଦେଖିଲେ ବା ଯୋଉ ନର୍ଦର୍ନ କିଙ୍ଗଡମ ର ରାଜା ବା ଇସ୍ରାଏଲର ରାଜା ଯେତେବେଳେ ଦେଖିଲେ ଯେ ଜେରୁସାଲେମରେ ପରମେଶ୍ୱରଙ୍କ ଉପସ୍ଥିତି ଅଛି, ମନ୍ଦିର ଅଛି, ତାହା ଜିହୁଦା ପ୍ରଦେଶ ମଧ୍ୟରେ ଉପସ୍ଥିତ, ତେଣୁ ହୋଇପାରେ ଲୋକମାନେ ଯୋଉମାନେ ତାଙ୍କର ଅନୁରକ୍ତ ହେଇକି ତାଙ୍କ ପଛରେ ଆସିଛନ୍ତି ସେମାନେ ବେଳେ ବେଳେ ପରମେଶ୍ୱରଙ୍କର ଅନ୍ୱେଷୀ ହେଇକି ସେମାନେ ଜେରୁସାଲେମକୁ ବା ସାଉଥ କିଙ୍ଗଡମକୁ ସେମାନେ ଯିବେ ଆଉ ବଳିଦାନ ଉତ୍ସର୍ଗ କରିବେ। ପୁଣି ସେମାନେ କଣ କରିବେ, ହେଇପାରେ ତାଙ୍କର ଆନୁଗତ୍ୟରୁ ବାହାରିକି ପୁଣି ଜିହୁଦାର ରାଜାଙ୍କର ସପକ୍ଷବାଦୀ ହେବେ। ସେଥିପାଇଁ ସେଇ ବିଷୟକୁ ଆଖିରେ ରଖି ସେ କଣ କରିବା ପାଇଁ ଆରମ୍ଭ କଲେ, 2ଟି ସୁବର୍ଣ୍ଣ ଗୋବଷ୍ଠ ନିର୍ମାଣ କଲେ। ଆଉ ସେ କଣ କଲେ, ଗୋଟେକୁ ବୈଥଲରେ ଆଉ ଗୋଟେକୁ ଦାନରେ, ଏଇ ନର୍ଦର୍ନ କିଙ୍ଗଡମର 2ଟି ସ୍ଥାନରେ ସେ ସ୍ଥାପନ କଲେ ଆଉ କହିଲେ, ଦେଖ ଏଇ ହଉଛନ୍ତି ତୁମର ପରମେଶ୍ୱର ଯିଏ ତୁମମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ। ଲୋକମାନଙ୍କୁ ଡିସିଭ୍ କରିବା ପାଇଁ, ଲୋକମାନଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିମୁଖ କରିବା ପାଇଁ, ଲୋକମାନଙ୍କୁ ନିଜର ସ୍ୱାର୍ଥ ପାଇଁ ଆଉ ସେମାନଙ୍କୁ ଗୋଟେ ଅପବିତ୍ର ବିଷୟ କରେଇବା ପାଇଁ ସେ କଣ କଲେ ନା 2ଟି ଗୋବଶ୍ଚ ସୁବର୍ଣ୍ଣର ନିର୍ମାଣ କରି ଏଇ ହିଁ ତୁମମାନଙ୍କର ଦେବତା, ଆଉ ଦେଖ ସେ ତୁମକୁ ମିଶର ଦେଶରୁ ବାହାର କରି ଆଣିଲେ ବୋଲି ଗୋଟେ ମହାପାପ ନିଜେ କଲେ ଆଉ ଲୋକମାନଙ୍କ ମାଧ୍ୟମରେ ମଧ୍ୟ କରାଇଲେ। ଆଉ ଆମେ ଜାଣୁ କିଏ ବଳିଦାନ କରେ, ତାଙ୍କ ପାଇଁ ଆପଏଣ୍ଟେଡ ପ୍ରିଷ୍ଟ ମାନେ ରହିଥାନ୍ତି ଯୋଉମାନେ କି ବଳିଦାନ କରନ୍ତି। କିନ୍ତୁ ଜାରବିଆମ ଧୂପ ଜଳାଇବା ପାଇଁ ନିଜେ ଯଜ୍ଞବେଦୀ ନିକଟରେ ଠିଆ ହେଲେ ଆଉ ସେ କଣ କଲେ ନା ପରମେଶ୍ୱରଙ୍କର କଥା ବା ତାଙ୍କ ସଂକଳ୍ପ, ତାଙ୍କର ଯୋଉ ଆଜ୍ଞାବହତା ସେ ଆଶା କରନ୍ତି, ଯୋଉ ରାଜା ମାନଙ୍କୁ ସେ ଶକ୍ତିଶାଳୀ କରିକି ଠିଆ କରନ୍ତି ତାଙ୍କ ଠାରୁ ପରମେଶ୍ୱର ଆଜ୍ଞାବହତା ଆଶା କରନ୍ତି, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସେ ଆଜ୍ଞାବହତାର ବିରୁଦ୍ଧରେ ଥାଇ ଲୋକମାନଙ୍କୁ ପରମେଶ୍ୱରଙ୍କର ବିମୁଖ କରେଇଲେ। ଆଉ ସେ ବୈଥଲରେ ଉପସ୍ଥିତ ହେଇ ସେଇ ଧୂପ ଜଳାଇବା ପାଇଁ ଯଜ୍ଞବେଦୀ ନିକଟରେ ଠିଆ ହେଇଥିଲେ। ଏଇ ସମୟରେ ଠିକ କଣ ଘଟିଲା ନା ପରମେଶ୍ୱରଙ୍କ ଆତ୍ମା ସାଉଥ କିଙ୍ଗଡମରୁ ବା ଦକ୍ଷିଣ ରାଜ୍ୟରୁ ଜଣେ ଭବିଷ୍ୟତ ବକ୍ତା ଯୁବା ଲୋକକୁ ଉଠେଇଲେ ଆଉ ସେ କଣ କଲେ, ସିଧା ଦକ୍ଷିଣ ରାଜ୍ୟରୁ ଆସିକି ସେ ଉତ୍ତର ରାଜ୍ୟରେ ଯେତେବେଳେ ରାଜା ବଳିଦାନ କରିବା ପାଇଁ ଠିଆ ହେଇଛନ୍ତି ସେତେବେଳେ ସେ ଆସିଲେ ଆଉ ଉଚ୍ଚ ସ୍ୱରରେ ସେଇ ଯଜ୍ଞବେଦୀ ବିରୁଦ୍ଧରେ ସେ ପରମେଶ୍ୱରଙ୍କ ଦତ୍ତ ସେଇ ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲେ, ହେ ଉଚ୍ଚସ୍ଥଳୀ ତୁମେ ଭଗ୍ନ ହେଇଯିବ ଆଉ ତୁମ ଉପରେ ଯୋଉ ବଳିଦାନ କରାଯାଇଛି ମନୁଷ୍ୟର ଅସ୍ଥି ତା ଉପରେ ଦଗ୍ଧ କରାଯିବ। ଆଉ ଗୋଟେ ଚିହ୍ନ ହେବ, କଣ ଚିହ୍ନ ସେ ଦେଲେ ଯେ ଏହି ଯଜ୍ଞବେଦୀ ଫାଟିଯିବ ଆଉ ତହିଁ ଉପରର ଭସ୍ମ ଅଜାଡ଼ି ହୋଇ ପଡିବ। ସେଇ ଯଜ୍ଞବେଦୀ ଉପରେ ବଳିଦାନ ଉତ୍ସର୍ଗ କରାଯିବା ପୂର୍ବରୁ ହିଁ ଏଇ କାର୍ଯ୍ୟ ଘଟିଗଲା। ସେଇ ପରମେଶ୍ୱରଙ୍କ ଦାସ ସେ ବିଷୟ ଘୋଷଣା କରୁ କରୁ ତାଙ୍କର କଥା ସରିନି ଆଉ ପରମେଶ୍ୱରଙ୍କର କାର୍ଯ୍ୟ ହେଲା। ଆଉ ତାହା କଣ ହେଲା, ସେଇ ଯଜ୍ଞବେଦୀ ଫାଟିଗଲା ଆଉ ତା ମଧ୍ୟରୁ ଭସ୍ମ ଅଜାଡ଼ି ହୋଇ ପଡିଗଲା। ଏଇ ବିଷୟକୁ ଦେଖିକି ବା ପରମେଶ୍ୱରଙ୍କର ବାକ୍ୟ ଯେତେବେଳେ ଜଣେ ଯୁବାଲୋକ ରାଜାଙ୍କୁ ଭୟ ନ କରିକି ଆସିକି ଗୋଟେ ଭବିଷ୍ୟତବାଣୀ ପ୍ରଚାର କରୁଛି, ଏଇଟା ଯେତେବେଳେ ଜାରବିଆମ ରାଜା ଦେଖିଲେ ସେ ସଙ୍ଗେ ସଙ୍ଗେ ତାଙ୍କର ସେଇ ହସ୍ତକୁ ସେ ବଢେଇଲେ। ସେ ଭାବିଲେ ଯେ ଅଥରିଟି ମତେ ପରମେଶ୍ୱରଙ୍କ ନିକଟରୁ ମିଳିଅଛି, ମୁଁ ସ୍ୱେଚ୍ଛାଗତ ଭାବରେ ଯାହା କିଛି ବି କରିପାରେ। ଆଉ ତାଙ୍କର ସେଇ ଘମଣ୍ଡ, ତାଙ୍କର ସେଇ ଯୋଉ ମତେ ବୋଧେ ଅଧିକାର ଦତ୍ତ ହେଇଅଛି କାରଣ ମୁଁ ସଲୋମନଙ୍କର ପୁତ୍ର ଠାରୁ ମୋର ଅଧିକ ଧାର୍ମିକତା ଅଛି ବୋଲି ସେ ନିଜେ ନିଜେ ଭାବିକି ଯେତେବେଳେ ସେ এই ପ୍ରକାର ଧାର୍ମିକ କାର୍ଯ୍ୟ କରୁଛନ୍ତି ତାଙ୍କର ନିଜ ମଧ୍ୟରେ ଗୋଟେ ଗର୍ବ ରହିଥିଲା, ଯଦ୍ୱାରା ସେ ହସ୍ତ ବଢେଇକି କହିଲେ ଏହାକୁ ଧର। ଆଉ ସେ ଯେତେବେଳେ ସେ ପରମେଶ୍ୱରଙ୍କ ଲୋକ ପ୍ରତି ହସ୍ତ ବଢେଇକି ଏହାକୁ ଧର
କର ବୋଲି ସେ କହୁଛନ୍ତି, ଠିକ ସେଇ ସମୟରେ କଣ ହେଲା ନା ତାଙ୍କ ହସ୍ତ ଶୁଷ୍କ ହେଇଗଲା। ଗୋଟେ ପରେ ଗୋଟେ ବିରାଟ ଆଶ୍ଚର୍ଯ୍ୟ କର୍ମ ମାନ ଘଟି ଚାଲିଛି। ଆମେ ଦେଖୁ ଯେ ସେ ତ ତାଙ୍କର ପୂର୍ବ ନିରୂପଣ ଅନୁସାରେ ସେ ବଳିଦାନ କରିବା ପାଇଁ ଠିଆ ହେଲେ, କିନ୍ତୁ ଠିଆ ହଉ ହଉ ପରମେଶ୍ୱରଙ୍କ ଠାରୁ ଆଗତ ଜଣେ ଲୋକ ଉପସ୍ଥିତ ହେଇ ତାଙ୍କ ଯଜ୍ଞବେଦୀ ବିରୁଦ୍ଧରେ ସେ ଭବିଷ୍ୟତ ବାକ୍ୟ ମଧ୍ୟ ପ୍ରଚାର କରୁଛନ୍ତି। ସେ ଭବିଷ୍ୟତ ବାକ୍ୟ ଅନତି ସଫଳ ମଧ୍ୟ ହେଉଛି। ପୁଣି ତାଙ୍କର ଅଧିକାର ଦତ୍ତ ତାଙ୍କ ହସ୍ତକୁ ଯେତେବେଳେ ସେ ବଢଉଛନ୍ତି ତାହା ମଧ୍ୟ ଶୁଷ୍କ ହେଇଯାଉଛି। ଆଉ ସେ ସଙ୍ଗେ ସଙ୍ଗେ ସେ ନିବେଦନ କରୁଅଛନ୍ତି ପ୍ରକୃତରେ ଏ ଲୋକ ପରମେଶ୍ୱରଙ୍କ ଠାରୁ ଆସିଛି କି ନାହିଁ ଜାଣିବା ପାଇଁ। ସେ କହୁଛନ୍ତି ଯେ ମୋ ପାଇଁ ତୁମେ ତୁମ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ନିବେଦନ ଅନୁଗ୍ରହ ପ୍ରାର୍ଥନା କର। ସେ କହୁନାହାନ୍ତି ଯେ ତାଙ୍କର ନିକଟରେ ଅନୁତାପ ନାହିଁ ବା ସେ ପୂର୍ବ ପରି ତାଙ୍କର କରିଥିବା କାର୍ଯ୍ୟ ପ୍ରତି ସେ ଅନୁତାପ କରିକି ଯେ ମାଗୁଛନ୍ତି ତାହା ନୁହେଁ, କିନ୍ତୁ ସେ ଗୋଟେ ଚ୍ୟାଲେଞ୍ଜ କରିକି କହୁଛନ୍ତି ଯେ ଯଦି ତୁମେ ସଦାପ୍ରଭୁଙ୍କର ଲୋକ ମୋ ପ୍ରତି ଅନୁଗ୍ରହର ନିବେଦନର ପ୍ରାର୍ଥନା କର। ଆଉ ଏପରି ମଧ୍ୟ ହେଲା ଆଉ ପରମେଶ୍ୱରଙ୍କ ହସ୍ତ ଯେ ସେଇ ଯୁବା ଭବିଷ୍ୟତ ବକ୍ତାଙ୍କ ଉପରେ ଅଛି ତାହା ଦେଖେଇବା ପାଇଁ ପରମେଶ୍ୱର ତାଙ୍କର ଦାସକୁ ବ୍ୟବହାର କଲେ। ସେ ପ୍ରାର୍ଥନା କଲେ ଆଉ ରାଜାଙ୍କର ହସ୍ତ ସୁସ୍ଥ ହେଇଗଲା। କିନ୍ତୁ ତା ପରେ ପରେ କଣ ଘଟିଲା? ରାଜା ସେଇ ଯୁବା ଭବିଷ୍ୟତ ବକ୍ତାଙ୍କୁ ତାଙ୍କ ଗୃହକୁ ଡାକିଲେ, କାରଣ ସମସ୍ତେ ଜାଣନ୍ତି ଯାହା ଉପରେ ପରମେଶ୍ୱରଙ୍କ ହସ୍ତ ଅଛି ସେପରି ଲୋକକୁ ଯଦି ଆମେ ଆମ ପାଖରେ ରଖିବା ନିଶ୍ଚୟ ଆମର ରାଜ୍ୟ ଚିରସ୍ଥାୟୀ ହେବ। ତେଣୁ ସେ ରାଜା ତାଙ୍କର ସାନ୍ନିଧ୍ୟ ଲାଭ କରିବା ପାଇଁ ଚେଷ୍ଟା କରି କହିଲେ ମୋ ଗୃହକୁ ଆସି ଭୋଜନ ପାନ କର। କିନ୍ତୁ ସେଇ ଲୋକ ନିକଟରେ ଈଶ୍ୱରଙ୍କ ବାକ୍ୟ ବହୁତ ସ୍ପଷ୍ଟ ଭାବରେ ଥିଲା ଯେ ତୁମେ ସେଇ ସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ, କାହା ଘରେ ବସିବ ନାହିଁ, କାହା ସହିତ କଥା ହବ ନାହିଁ, ଯୋଉ ରାସ୍ତାରେ ଯାଇଛ ସେଇ ରାସ୍ତାରେ ଫେରିବ ନାହିଁ, ବିଶ୍ରାମ କରିବ ନାହିଁ। ଏସବୁ କଥା ସେ ଯେତେବେଳେ ଜାଣିଥିଲେ ସେ ରାଜାଙ୍କୁ ମନା କରିକି ସେ ଫେରିକି ଅନ୍ୟ ରାସ୍ତାରେ ଯାଇକି ଗୋଟେ ଅଲନ ବୃକ୍ଷ ମୂଳରେ ବିଶ୍ରାମ କରିବା ପାଇଁ ଅଟକିଲେ। ଆଉ ସେ ରାଜ୍ୟରୁ ବାହାରି ଯାଇଥିଲେ। ଆଉ ସେ ସମୟରେ କଣ ଘଟିଲା ନା ସେ ବୈଥଲରେ ବା ଯୋଉ ସ୍ଥାନରେ ଜାରବିଆମ ରାଜା ଲୋକମାନଙ୍କୁ ସେ ଭୁଲ ବଳିଦାନ ଆଡକୁ କଢେଇ ନେଉଥିଲେ, ସେହି ସ୍ଥାନରେ ଆଉ ଜଣେ ବୟସ୍କ ଭବିଷ୍ୟତ ବକ୍ତା ଥିଲେ ଯିଏକି ନିଜର ପରିବାରକୁ ନେଇକି ସେ ସ୍ଥାନରେ ରହୁଥିଲେ। ହେଇପାରେ ଯେତେବେଳେ ସେ ସେଇ ସ୍ଥାନରେ ରହୁଛନ୍ତି ଅନେକ ବର୍ଷରୁ ଯେହେତୁ ପରମେଶ୍ୱରଙ୍କ ଉପସ୍ଥିତି ନାହିଁ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ ନାହିଁ ବା ପରମେଶ୍ୱରଙ୍କର ଲୋକମାନଙ୍କର ପରାମର୍ଶରେ ସେଇ ସ୍ଥାନରେ ବଳିଦାନର କାର୍ଯ୍ୟ ହଉନି, ତେଣୁ ଏଇ ଭବିଷ୍ୟତ ବକ୍ତାଙ୍କ ଜୀବନରେ ମଧ୍ୟ ପରମେଶ୍ୱରଙ୍କର କୌଣସି ଚାଳନା କାର୍ଯ୍ୟ ବାକ୍ୟ ଉପସ୍ଥିତ ନଥିଲା। କିନ୍ତୁ ଯେତେବେଳେ ସେ ଶୁଣିଲେ ଏଇ ବୟସ୍କ ଭବିଷ୍ୟତ ବକ୍ତା ନିଜ ପୁଅ ମାନଙ୍କଠୁ, ଯୋଉମାନେ କି ରାଜାଙ୍କ ପାଖରେ ଉପସ୍ଥିତ ଥିଲେ ଏଇ ସବୁ ଘଟଣା ଘଟିବା ସମୟରେ, ସେ ଯେତେବେଳେ ଶୁଣିଲେ ଯେ ସଦର୍ନ କିଙ୍ଗଡମରୁ ବା ସେଇ ୟହୁଦା ରାଜ୍ୟରୁ ଜଣେ ପ୍ରକୃତରେ ପରମେଶ୍ୱରଙ୍କ ଦାସ ଉପସ୍ଥିତ ହୋଇ ଯାହା ଯାହା କହିଲେ ତାହା ସଙ୍ଗେ ସଙ୍ଗେ ଘଟିଲା ଆଉ ପରମେଶ୍ୱରଙ୍କ ବାକ୍ୟ ତାଙ୍କ ନିକଟରେ ଥିଲା, ସେ ତାଙ୍କର ସାନ୍ନିଧ୍ୟ ପାଇବା ପାଇଁ ଚାହିଁଲେ। ଆଉ କଣ କଲେ? ସେ ଯାଇକି ଖୋଜିଲେ, ଅନ୍ୱେଷଣ କଲେ କୋଉ ସ୍ଥାନରେ ସେ ଲୋକ ଯାଇଛନ୍ତି। ସେ ରାସ୍ତାରେ ଯାଇକି ତାଙ୍କୁ ପାଇଲେ ଆଉ ମିଥ୍ୟା କଥା କହିକି ତାଙ୍କୁ ସେ ନିଜର ଗୃହକୁ ଫେରେଇକି ଆଣିଲେ। କଣ କହିଲେ ନା ମୁଁ ବି ଜଣେ ଭବିଷ୍ୟତ ବକ୍ତା, ମୋ ସହିତ ମଧ୍ୟ ପରମେଶ୍ୱର କଥା କହନ୍ତି। ତୁମ୍ଭେ ଆସିବା ପୂର୍ବରୁ ମୋ ସହିତ ଜଣେ ଦୂତ ମଧ୍ୟ ଏଇ ପ୍ରକାର ବାକ୍ୟ ମତେ କହିଛନ୍ତି ଯେ ଅନ୍ନ ଭୋଜନ ଓ ଜଳପାନ କରିବା ନିମନ୍ତେ ତୁମ୍ଭେ ସେଇ ବ୍ୟକ୍ତିକୁ ତୁମ୍ଭ ସଙ୍ଗରେ ଗୃହକୁ ଆଣ। କିନ୍ତୁ ସେ ମିଥ୍ୟା କହିଲା। ସେଇ ଯୋଉ ଯୁବା ଭବିଷ୍ୟତ ବକ୍ତା ନିଜର ବାକ୍ୟରେ ଅଟଳ ରହିକି ସେ ରାଜାଙ୍କ କଥାରେ ମଧ୍ୟ ସମ୍ମତ ହେଇ ନଥିଲା, କିନ୍ତୁ ସେ ଯେତେବେଳେ ଆଉ ଜଣେ ଭବିଷ୍ୟତ ବକ୍ତା ପରମେଶ୍ୱରଙ୍କ ବାକ୍ୟ ଜଣେ ଦୂତ ଆସିକି କଥା କହିଛନ୍ତି, ଆଉ ପୁଣି ସେ ହେଇପାରେ ସେ ନିଜେ କ୍ଷୁଧିତ ଥିବେ ଆଉ ତାଙ୍କୁ ଜଳପାନ ଆଉ ଅନ୍ନ ଭୋଜନ ନିମନ୍ତେ ଯେତେବେଳେ କହୁଅଛନ୍ତି, ଏଇ ସବୁ କଥା ଶୁଣିକି ସେ ମିଥ୍ୟା ପ୍ରରୋଚନାରେ ପଡିଗଲେ। ଆଉ ସେ କଣ କଲେ ନା ଏଇ ବୟସ୍କ ଭବିଷ୍ୟତ ବକ୍ତାଙ୍କ ଗୃହକୁ ଆସିକି ପହଞ୍ଚିଲେ ଆଉ ତାଙ୍କ ସହିତ ଭୋଜନରେ ବସିଲେ। କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ହଠାତ୍ ସେ ମିଥ୍ୟାବାଦୀ ଭବିଷ୍ୟତ ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା। ଆଉ ସେ କଣ କଲେ? ଆଗରୁ କହିଥିବା ମିଥ୍ୟା କଥା ଥିଲା, କିନ୍ତୁ ଏବେ ପରମେଶ୍ୱର ତାଙ୍କୁ ହଠାତ୍ କିନା ତାଙ୍କୁ ବ୍ୟବହାର କରିକି ଜଣେଇଲେ ଯେ ତୁମେ ଫେରି ଆସିଅଛ
ପୁଣି ଯେଉଁ ସ୍ଥାନରେ ଅନ୍ନ ଭୋଜନ ନ କର ଓ ଜଳପାନ ନ କର ବୋଲି ସେ ତୁମକୁ କହିଥିଲେ, ସେଇ ସ୍ଥାନରେ ତୁମେ ଅନ୍ନ ଭୋଜନ କରିଅଛ, ଜଳପାନ କରିଅଛ। ଏଇ ତ ତୁମ୍ଭ ଶବ ତୁମ୍ଭ ପିତୃ ଲୋକମାନଙ୍କ କବରରେ ପ୍ରବିଷ୍ଟ ନହିବ। ଏ ପ୍ରକାର ଗୋଟେ ବାଣୀ ପରମେଶ୍ୱର ସେଇ ବୃଦ୍ଧ ବା ସେଇ ବୟସ୍କ ଭବିଷ୍ୟତ ବକ୍ତାଙ୍କ ନିକଟରେ ହଠାତ୍ ପ୍ରେରଣ କଲେ, ଆଉ ତାହା ସେଇ ଯୁବା ଭବିଷ୍ୟତ ବକ୍ତାଙ୍କର ଜୀବନରେ ଘଟିଲା। ଆଉ ସେ ଫେରି ଯାଉ ଯାଉ ରାସ୍ତାରେ ସିଂହ ତାଙ୍କୁ ପ୍ରାପ୍ତ ହେଇକି ବଧ କଲା, କିନ୍ତୁ କୌଣସି ପ୍ରକାରେ ସେଇ ଲୋକର ଶବକୁ କିମ୍ବା ସେ ଯୋଉ ବାହନରେ ବସିଥିଲେ ଗଧକୁ ତାକୁ ସିଂହ ଖାଇଲା ନାହିଁ, କାରଣ ଏଇ ବିଷୟ ପରମେଶ୍ୱରଙ୍କ ନିକଟରୁ ଆସିଥିଲା। ତେବେ ଏଇଟା ହଉଛି ପୃଷ୍ଠଭୂମି, ଆଉ ଏଇଟା ହଉଛି ଈଶ୍ୱରଙ୍କର ବାକ୍ୟର ଅଂଶ। ତେବେ ଆ ମଧ୍ୟରେ ପ୍ରଭୁ ଆମଠାରେ କଣ କହିବା ପାଇଁ ଚାହାନ୍ତି ତାହା ଆମମାନେ ଶୁଣିବା। ହେଇପାରେ ଆମମାନଙ୍କର ନିକଟରେ ପରମେଶ୍ୱରଙ୍କ ବାକ୍ୟ ବହୁତ କ୍ଲିୟରଲି ଉପସ୍ଥିତ ହେଇଛି। ଆମ ଜୀବନରେ ତାଙ୍କର ଆଜ୍ଞାବହତାର କାରଣ ଗୁଡିକ ବହୁତ ସତ୍ୟାସତ୍ୟ ଭାବରେ ପ୍ରକାଶିତ ହେଇଛି। ସମ୍ପୂର୍ଣ୍ଣ ଆଜ୍ଞାବହତା ପରମେଶ୍ୱର ଚାହାନ୍ତି, ଆଉ ପ୍ରଭୁଙ୍କର ଦ୍ଵାରା ହେଇପାରେ ଆମ ଜୀବନରେ ସତ୍ୟତା ପ୍ରକାଶିତ ହେଇଛି। ଆଉ ସତ୍ୟତା ପ୍ରକାଶିତ ହେବାର ଗୋଟିଏ ମାତ୍ର ସେଇ ଅଥେଣ୍ଟିକ ମାର୍ଗ ବା ଯାହା ଉପରେ ଆମେ ବିଶ୍ୱାସ କରିପାରୁ ତାହା ହଉଛି ଈଶ୍ୱରଙ୍କ ବାକ୍ୟ। ଈଶ୍ୱରଙ୍କ ବାକ୍ୟ ମାଧ୍ୟମରେ ଆମ ଜୀବନରେ ଆମର ଜୀବନ ପ୍ରତି ପରମେଶ୍ୱରଙ୍କର ଇଚ୍ଛା, ତାଙ୍କର ଡେଫିନାଇଟ ୱିଲ୍ ଆମ ନିକଟରେ ପ୍ରକାଶିତ ହୋଇ ସାରିଛି। ଆଉ ଆମେ ସେଥିର ଯେତେବେଳେ ଅନୁଗାମୀ ହୋଇଥାଉ, ଆମେ ପରମେଶ୍ୱରଙ୍କ ଅନୁଗ୍ରହରେ ଆମେ ବିରାଟ କାର୍ଯ୍ୟମାନ କରିପାରୁ। ଆମ ନିଜ ଦ୍ୱାରା ନୁହେଁ, କିନ୍ତୁ ଯଦି ଆମେ ପ୍ରଭୁଙ୍କର ଇଚ୍ଛାରେ ଅଛୁ, ଯେତେ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କ ଇଚ୍ଛାରେ ଆମେ ଅଛୁ, ସେତେ ପର୍ଯ୍ୟନ୍ତ ପରମେଶ୍ୱରଙ୍କର ଅଦ୍ଭୁତ କାର୍ଯ୍ୟମାନ ଆମ ମାଧ୍ୟମରେ ପରମେଶ୍ୱର କରନ୍ତି। ଆମେ ଯେ ଆଶୀର୍ବାଦ କାରି ଅଟୁ ତାହା ନୁହେଁ, କିନ୍ତୁ ଆମେ ଗୋଟେ ଆଶୀର୍ବାଦର ବାହକ ହେଇଥାଉ। ଆମେ ଗୋଟେ ଚ୍ୟାନେଲ ଅଫ ବ୍ଲେସିଂ ହେଇଯାଉ। ଆମେ ଗୋଟେ ପରମେଶ୍ୱରଙ୍କର ଇଚ୍ଛା, ତାଙ୍କର କାର୍ଯ୍ୟ ସାଧନର ଗୋଟେ ମାଧ୍ୟମ ହେଇଯାଉ, ଯେତେବେଳେ ଆମେ ସମ୍ପୂର୍ଣ୍ଣ ପରମେଶ୍ୱରଙ୍କ ଇଚ୍ଛାରେ ନିଜକୁ ସଂଗଠିତ କରି ରଖିଥାଉ। ସେ ଯୁବ ଭବିଷ୍ୟତ ବକ୍ତାଙ୍କୁ ଦେଖୁ, ସେ ଏତେ ବାଟ ବିଶ୍ରାମ ନ କରିକି ଟ୍ରାଭେଲ କରିକି ଆସିଲେ। ସେ କି ପ୍ରକାର ଭାବରେ ସେ ଆସିଲେ, ହେଇପାରେ ସେ ଗଧ ତ ନଥିଲା। ଦ୍ୱିତୀୟରେ ମାନେ ଯେତେବେଳେ ତାଙ୍କ ପାଇଁ ବୟସ୍କ ଭବିଷ୍ୟତ ବକ୍ତା ତାଙ୍କ ପାଇଁ ଗଧ ସଜେଇଲେ, ସେ ହେଇପାରେ ପାଦ ଗତିରେ ପରମେଶ୍ୱରଙ୍କର ବାକ୍ୟ ନେଇକି ଆସିଥାଇ ପାରନ୍ତି ଏତେ ଦୂରରୁ, କାରଣ ତାଙ୍କ ଭିତରେ ସେ ଜ୍ୱଳନ୍ତ ବାକ୍ୟ ଥିଲା। ତାହାର ପ୍ରତାପରେ ହେଇପାରେ ସେ ଏତେ ବାଟ ଆସିଛନ୍ତି। ସିଧା ରାଜାଙ୍କ ସମ୍ମୁଖରେ, ଯୋଉ ରାଜା 11ଟି ରାଜ୍ୟର ସେ ଅଧିକାରୀ, ତାଙ୍କ ସମ୍ମୁଖରେ ଠିଆ ହେଇଛନ୍ତି, ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଛନ୍ତି, ଯଜ୍ଞ ବେଦୀ ବିରୁଦ୍ଧରେ ଭବିଷ୍ୟତ ବାକ୍ୟ ଦେଉଛନ୍ତି, ଆଉ ଠିଆ ହେଇଥିବା ଲୋକଙ୍କ ବିରୁଦ୍ଧରେ ତାଙ୍କର କୌଣସି ଭୟ ନାହିଁ। ଆଉ ସଙ୍ଗେ ସଙ୍ଗେ ତାଙ୍କର କଥିତ କଥା ଗୁଡା ମଧ୍ୟ ଘଟି ଯାଉଛି। ରାଜାର ସେଇ ଲୋଭନୀୟ ଅଫରକୁ ବି ସେ ରିଜେକ୍ଟ କରୁଛନ୍ତି। ଏଇ ସବୁ ବିଷୟ ତାଙ୍କ ଠାରେ ଘଟିଲା, ଯେତେ ପର୍ଯ୍ୟନ୍ତ ସେ ପରମେଶ୍ୱରଙ୍କ ବାକ୍ୟର ଆବସଲ୍ୟୁଟ ସେଇ କ୍ୟାରିୟର ହେଇଥିଲେ। ଆଉ ଯୋଉ ମୁହୂର୍ତ୍ତରେ ସେ ପରମେଶ୍ୱରଙ୍କ ବାକ୍ୟ ପ୍ରତି ଟିକେ ବିମୁଖ ହେଲେ, ବା ମୁଁ ଏଇ କନଭରସେସନରେ ମୁଁ ସିଧା ହବା ଆଉ ଶୈତାନର ସେଇ କଥୋପକଥନକୁ ମୁଁ ଫେରି ଯାଉଛି, ଯୋଉ ସମୟରେ ତାଙ୍କ ନିକଟରେ ସେଇ ବୟସ୍କ ଭବିଷ୍ୟତ ବକ୍ତା ପହଞ୍ଚିକି କହିଲେ, ମୁଁ ମଧ୍ୟ ତୁମ ପରି ଜଣେ ଭବିଷ୍ୟତ ବକ୍ତା, ଆଉ ସଦାପ୍ରଭୁଙ୍କ ବାକ୍ୟ ମତେ କଥିତ ହୋଇଅଛି। ଶୈତାନ ମଧ୍ୟ ହବାଙ୍କୁ ସେଇ ବିଷୟରେ ଭୁଲେଇଲା, କାରଣ ପରମେଶ୍ୱରଙ୍କର ଗୋଟେ ଡେଫିନାଇଟ ବାକ୍ୟ ଥିଲା ଯେ ତୁମେ ସେଇ ବୃକ୍ଷର ଫଳ ପ୍ରତି ଦୃଷ୍ଟିପାତ କରିବ ନାହିଁ, ତାକୁ ଦେଖିବ ନାହିଁ, କି ଖାଇବ ନାହିଁ, କି ଛୁଇଁବ ନାହିଁ, କାରଣ ଯୋଉ ଦିନ ତାହା ଭୋଜନ କରିବ ସେଦିନ ତୁମେ ମରିଯିବ। ପରମେଶ୍ୱରଙ୍କ ବାକ୍ୟ ଦୃଢ ଥିଲା। ଅନ୍ୟାନ୍ୟ ସମସ୍ତ ବୃକ୍ଷର ଫଳ ପ୍ରତି ପରମେଶ୍ୱରଙ୍କର କୌଣସି ବାଛନ୍ଦ ନଥିଲା, ବା ପରମେଶ୍ୱର କାହାକୁ ମନା କରିନଥିଲେ। କିନ୍ତୁ ଯେତେବେଳେ ଭୁଲେଇଲା, ସେତେବେଳେ ହବାଙ୍କର ଯୋଉ ଚକ୍ଷୁର ଅଭିଳାଷ ଥିଲା ତାକୁ ପୂର୍ଣ୍ଣ କରିବା ପାଇଁ ହବା ସେଇ ପ୍ରରୋଚନାର ଶିକାର ହେଲେ। ସେଦିନ ହେଇପାରେ ସେଇ ଯୁବା ଭବିଷ୍ୟତ ବକ୍ତା ପରିଶ୍ରମ କରିକି ଆସିକି ଏତେ କାମ କଲା ପରେ ସେ ଥକି ଯାଇଥିବେ। ସେ ଗୋଟେ ଜାଗାରେ ବିଶ୍ରାମ କରୁଛନ୍ତି, ରାଜ୍ୟ ବାହାରେ। ରାଜ୍ୟ ମଧ୍ୟରେ ସେ କୋଉଠି ବିଶ୍ରାମ କରିନାହାନ୍ତି, ରାଜ୍ୟ ବାହାରେ ଯାଇକି ସେ ବିଶ୍ରାମ କରୁଛନ୍ତି। ହେଇପାରେ ସେ କ୍ଷୁଧିତ ଥିବେ, ହେଇପାରେ ସେ ଶାରୀରିକ ଭାବରେ ଦୁର୍ବଳ ଥିବେ, ଆଉ ସେଇ ସମୟରେ ପ୍ରଭୁ ସେଇ ଶୈତାନ ଦ୍ୱାରା ସେ ପ୍ରରୋଚିତ ହେଇଗଲେ। ତେଣୁ
आंभ मानकर फिजिकल कंडीशन बहुत समय आम मान दुर्बलता पकई दिए जितेबाला आम आमर चक्षुर प्रलोभन आम शारीरिक अभिलाष आ लौकिक गर्व ए विषय आम सचेतन न हो ए विषय को शैतान व्यवहार करी आम ठारे थिबा से अभिषेक को से आज्ञा बहता को से चोरी करनी आउ प्रभुंकर वाक्य आमको आउ कौन कहे आजिकली आम मैंने बहुत लोक मान देखुचु जो मानक कि जो माने कि फॉल्स प्रोफेसी प्रति अधिक आकर्षित जेन्युइन परमेश्वर वाक्य ठारू अधिक लोक माने आजिकली सभा माध्यम रे प्रॉफिट मानक डाकिबा पई बेसी से माने आग्रह प्रकाश करिथांती ईश्वर वाक्य एक्चुअली आम हृदय को विदीर्ण करे आम जीवन में रहितिबा सब दुर्बलता को प्रकाश करे किंतु अनेक समय लोक मानकर आवश्यकता को तांकर चिंताधारा को सुहेला परी फॉल्स प्रॉफिट्स माने उठिकी परमेश्वर को लोक मानक विभ्रांत करती अनेक समय आमे मध्य से भ्रांति रे पड़ी जाई थाओ आमे जानू शैतान से ग्लोरियस एंजल बा से दीप्तिमय दूतर रूप धारण करी मध्य आम पाखक आसी पारे आमको से डिसीव करि पारे तेणु आमे सब बेले सतर्क रहिबा बहुत आवश्यक आम ठारे साहस परमेश्वर प्रकाशित वाक्य दृढ़ता आश्चर्य कर्म करिवार शक्ति जहा किछि थिले मध्य जदि आज आमे दुर्बलता बा निजर शारीरिक आवश्यकतार गोटे दुर्बलता रे पड़ी जाऊ से समय रे आमे विभ्रांत न हेउ किंतु आमर कलिंग कोन आ ए जो ऑफर आम पाख आसुची ताहा कोन प्रकृत रे प्रभुंक आडू आसीची कि नहीं ताकू समय नहीं कि सदा प्रभुंक पाद तले ताकू परीक्षा करिकि आमे जदि ताकू ग्रहण करू हे पारे अनेक समय आमे प्रलोभन रो शिकार न हे पारू आ सब बेले जेतेबेले आमे प्रभु जीशुंक जीवन को लक्ष्य करू आमे जानू से किपरि शैतान उपरे से विजय लाभ कले प्रलोभन उपरे जेतेबेले 40 दिन 40 राति उपवास करिकि तांकर शारीरिक अवस्था मध्य जने साधारण मनुष्य भापरे अति दयनीय अवस्था हे जाइथिला से समय परीक्षक तांक निकट को आसी परीक्षा कला आउ से विजय लाभ कले कहा द्वारा परमेश्वर जो वाक्य तांक देइथिले से वाक्य द्वारा कारण से कहिले शैतान को लेखा अछि लेखा अछि लेखा अछि ए वाक्य कहि कि से शैतान ऊपर विजय लाभ कले ना से चक्षुर अभिलाष रे पड़िले ना से शारीरिक अभिलाष रे पड़िले ना से लौकिक गर्भ रे पड़िले से वाक्य द्वारा मध्य जेतेबेले तांको परीक्षा करागला से वाक्य द्वारा ही शैतान ऊपर विजय लाभ करे आ प्रभु जीशु होचंदी से प्रॉफिट जदि हमको प्रॉफिट आ प्रोफेसी ऊपर एते आमानकर इच्छा आसे तेबे आमे से एकमात्र प्रभु जीशु जे कि जने जेन्युइन प्रॉफिट जे कि एकमात्र सत्य भविष्य वक्ता तांकर कथोपकथन को आमे विश्वास करू तांकर कथा गुडी को तांकर पथ गुडी को वर्णन माने अखंडनीय ताहा केबे खंडन करा जाई पारे नहीं ताहा ही सबु बेले सफल हेबो तेबे सेही भविष्यवाणी प्रति ही आमे ध्यान रखू अन्य विषय को आमे परमेश्वर को वाक्य माध्यम रे परिष्कार करू आओ परमेश्वर को वाक्यर आलोक रे अन्य समस्त भविष्य वाक्य को आमे परीक्षा करू जो द्वारा आमे प्रकृत रे ईश्वर आडू आसी कि नहीं ता आमे परीक्षा करी देखि पारो आउ जेतेबेले आमे देखू प्रथम सामुएल तार 15:22 रे लिखा जाए जे आज्ञा बहता बलिदान अपेक्षा श्रेष्ठतर विषय अटे कि जने से अंशटी को पढ़िबे कि जद्वारा आमे शेष करिबा आज्ञा बहता बलिदान अपेक्षा जे श्रेष्ठतर विषय ता माने पढ़िबा प्रथम सामुएल 15:22 पदरे तहिरे सामुएल कहिले जेपरि सदाप्रभुंकर अब शुणिबारे सेपरि कि होम बलिदान रे सदाप्रभुंकर संतोष हुए देख शुणिबा बलिदान ठारू ओ मनोयोगी हेबा मेषमेध ठारू उत्तम। धन्यवाद आउ कि सुंदर विषय शुणिबा आउ मनोयोगी हेबा दीटा विषय सदाप्रभुंकर अब शुणिबा आ सेथिरे मनोयोगी होइकि रहिबा
ତା ହୋମ ବଳିଦାନ ଅପେକ୍ଷା ଅଧିକ ସନ୍ତୋଷର ବିଷୟ। ଆଉ ମନୋଯୋଗୀ ହେଇକି ରହିବା, ସବୁବେଳେ କଥିତ ଆଉ ଶୁଣିଥିବା ବାକ୍ୟ ପ୍ରତି ମନୋଯୋଗୀ ହେଇକି ରହିବା ହଉଛି ମେଷ ମେଦ ଉତ୍ସର୍ଗ କରିବା ଠାରୁ ଉତ୍ତମ। ପରମେଶ୍ୱର ଆମଠାରୁ କୌଣସି କଠିନ ବଳିଦାନ ଆଶା କରନ୍ତି ନାହିଁ। ସେ ଆଶା କରନ୍ତି ଆମେ ତାଙ୍କ ବାକ୍ୟ ଶୁଣିବା ଆଉ ସେଇ କଥିତ ବାକ୍ୟ ପ୍ରତି ଆମେ ମନୋଯୋଗୀ ରହିବା। ଆଉ ଆମ ଜୀବନରେ ଆମ ଆରମ୍ଭ ହେଇପାରେ ବହୁତ ସୁନ୍ଦର ହେବ, କିନ୍ତୁ ଯଦି ଆମ ଶେଷ ଯଦି ସୁନ୍ଦର ନ ହୁଏ, ତେବେ ପରମେଶ୍ୱରଙ୍କ ଦୃଷ୍ଟିରେ ଆମେ କେବେ ବି ଗ୍ରହଣୀୟ ହେଇପାରିବୁ ନାହିଁ। ଆଜିର ବାକ୍ୟ ଆମକୁ ଚ୍ୟାଲେଞ୍ଜ କରେ। ଆଜିର ବାକ୍ୟ ଆମମାନଙ୍କର ଆହ୍ୱାନ, ଆମମାନଙ୍କର ପରମେଶ୍ୱରଙ୍କ ଠାରୁ ରିସିଭ କରିଥିବା ଆମ ଜୀବନର ଆଶୀର୍ବାଦ ଗୁଡ଼ିକ ପ୍ରତି, ଆମ ଜୀବନର ପରମେଶ୍ୱରଙ୍କ ପ୍ରତି ଯୋଉ ଡେଡିକେସନ, ଆମେ ଯୋଉ ଆହ୍ୱାନ ପ୍ରାପ୍ତ ହେଇଛୁ ପରମେଶ୍ୱରଙ୍କ ଠାରୁ ଆବସଲ୍ୟୁଟଲି ତାଙ୍କ ବାକ୍ୟ ଅନୁସାରେ ଚାଲିବା ପାଇଁ, ଏଇଟା ପୁଣି ଥରେ ଆମମାନଙ୍କୁ ଆହ୍ୱାନ ଦଉଛି ଯେ ଆମେ ପୁଣି ଥରେ ଆମର ଓରିଜିନାଲ ସେଇ ପ୍ରେମ ପରମେଶ୍ୱରଙ୍କ ସହିତ ଆଦ୍ୟ ପ୍ରେମକୁ ଆମେ ଫେରି ଯାଉ। କେଉଁଠାରୁ ଆମର ପତନ ହେଇଛି ତାହା ଅନୁସନ୍ଧାନ କରି ଦେଖୁ, ପୁଣି ଫେରି ଆସୁ। ନତୁବା କଣ ହେବ, ପରମେଶ୍ୱର ଆମମାନଙ୍କ ଠାରୁ ସେଇ ଅଭିଷେକକୁ ଘୁଞ୍ଚେଇବା ପାଇଁ ବେଶୀ ସମୟ ଲାଗିବ ନାହିଁ। ଆମେ ଆଜ୍ଞାବହତା ଅପେକ୍ଷା ଅନ୍ୟ କୌଣସି ବଳିଦାନ, ଅନ୍ୟ କୌଣସି କାର୍ଯ୍ୟ ଯଦି ଆମେ କରୁ, ପୁଣି କଥିତ ବାକ୍ୟ ପ୍ରତି ଯଦି ମନୋଯୋଗୀ ହେଇକି ନ ରହୁ, ତେବେ ଆମର ଅନ୍ତ ମଧ୍ୟ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ହେବ ନାହିଁ। ଧନ୍ୟବାଦ ଦେଉଛି, ଆପଣ ମାନେ ଶୁଣିଲେ ଆଉ ମୋ ସହିତ ମଧ୍ୟ ବାକ୍ୟ କଥା ହେଇଛି। ଆଉ ଆମେ ପୁଣି ଥରେ ନିଜ ନିଜ ଜୀବନକୁ ଦେଖୁ। ଆଉ ଏ ସତର୍କତା ମୂଳକ ବାକ୍ୟ ମାନ ପ୍ରଭୁ ତାଙ୍କ ବାକ୍ୟରେ ରଖିକି ଆମ ସହିତ ଆମକୁ ସଜାଡିବା ପାଇଁ ରଖିଅଛନ୍ତି। ଆମକୁ କୌଣସି ଭାବରେ ନିରୁତ୍ସାହିତ କରିବା ପାଇଁ ରଖିନାହାନ୍ତି। ଏଇ ବିଷୟ ସବୁ ବାକ୍ୟ ମାଧ୍ୟମରେ ରଖି ଅଧିକ ପରମେଶ୍ୱର ଆମମାନଙ୍କୁ ସତର୍କ କରାନ୍ତି, ଯଦ୍ୱାରା ଆମେ ଆମ ଯାତ୍ରା ପଥରେ ସେଇ ପ୍ରଭୁ ଯୀଶୁଙ୍କୁ ଲକ୍ଷ୍ୟ କରୁ, ଯିଏ କି ସବୁ ପ୍ରକାର ପରୀକ୍ଷା, ପ୍ରଲୋଭନ, ଲୋକଙ୍କର ସେଇ ମନ୍ଦ କଥା, ଲୋକଙ୍କର ଭର୍ସନା, ଲୋକଙ୍କର ଲାଳାୟିତ କରିବା ପରି କଥା, ଆଉ ତାଙ୍କର ଆସିକି ଆମର ରାଜା ହୁଅ ବୋଲି ଯେତେବେଳେ ଲୋକମାନେ ତାଙ୍କୁ କହୁଥିଲେ, ସେ ସବୁ ପ୍ରକାର ବିଷୟରୁ ସେ ନିଜକୁ ଦୂର କରି ତାଙ୍କ ସମୟ ବିଷୟରେ ସେ ସଚେତନ ଥିଲେ, ଈଶ୍ୱରଙ୍କର ଆଜ୍ଞା ପ୍ରତି ସଚେତନ ଥିଲେ। ଆଉ ତଦ୍ୱାରା ସେ ତାଙ୍କର ଜୀବନକୁ ବିଶ୍ୱସ୍ତ ଭାବରେ ସମାପ୍ତ କଲେ। ଆମର ଚକ୍ଷୁ ସେଇ ଏକମାତ୍ର ସତ୍ୟ ଭବିଷ୍ୟତ ବକ୍ତା, ସେଇ ଆଜ୍ଞାକାରୀ ପୁତ୍ର, ସେଇ ପରମେଶ୍ୱରଙ୍କର ନିର୍ଭରଯୋଗ୍ୟ ଦାସ, ଆଉ ସେଇ ଆମମାନଙ୍କର ସପକ୍ଷରେ ପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରତିଦିନ ଆମ ପାଇଁ ଯିଏ ଆଡଭୋକେସି କରନ୍ତି, ଯିଏ ଆମ ପାଇଁ ଓକିଲାତି କରନ୍ତି, ଆମର ସେଇ ଆମମାନଙ୍କର ମଧ୍ୟସ୍ଥି ପ୍ରଭୁ ଯୀଶୁଙ୍କ ଆଡକୁ ଆମର ଦୃଷ୍ଟି ରହୁ, ଯଦ୍ୱାରା ଆମେ ଆମ ଜୀବନରେ ଈଶ୍ୱରଙ୍କ ବାକ୍ୟ ପ୍ରତି ମନୋଯୋଗୀ ହେଇକି ରହିପାରିବା। ଏ ବାକ୍ୟ ମାଧ୍ୟମରେ ପରମେଶ୍ୱର ଗୌରବାନ୍ୱିତ ହୁଅନ୍ତୁ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ପୁଣି ସୁନ୍ଦର ବାକ୍ୟ ନିମନ୍ତେ ପ୍ରଭୁ ଅନୁଗ୍ରହ କରିଛନ୍ତି, ଆମ ପ୍ରତ୍ୟେକଙ୍କୁ କଥା ହୋଇଛନ୍ତି ସେ। ଆଉ ପ୍ରଭୁଙ୍କୁ ଗୌରବ ଦେବା ସହ ଆସୁ ଆମମାନେ ବାକ୍ୟ ନିମନ୍ତେ ଏବଂ ଭକ୍ତିଙ୍କ ପାଇଁ ଉପସ୍ଥିତ ପ୍ରତ୍ୟେକଙ୍କ ନିମନ୍ତେ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ଅଛନ୍ତି ସିଷ୍ଟର ରୀତା ବେହେରା, ସେ ପ୍ରାର୍ଥନାରେ କଢ଼ି ନେବେ। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ। ଆସନ୍ତୁ ପ୍ରାର୍ଥନା ମଧ୍ୟକୁ ଯିବା।